ପରବର୍ତ୍ତୀ ଶ୍ଲୋକରେ ପୁଣି ଥରେ ସେହି ଜ୍ଞାନର ମହିମା ବର୍ଣ୍ଣନା କରି ଭଗବାନ କର୍ମଯୋଗ ଦ୍ୱାରା ମଧ୍ୟ ସେହି ଜ୍ଞାନ ସ୍ୱତଃ ପ୍ରାପ୍ତ ହୁଏ ବୋଲି କହୁଛନ୍ତି। ନ ହି ଜ୍ଞାନେନ ସଦୃଶଂ ପବିତ୍ରମିହ ବିନ୍ଦ୍ୟତେ ତତ୍ ସ୍ୱୟଂ ଯୁଗ ସଂସିଦ୍ଧ କାଳେନାତ୍ମନି ବିନ୍ଦତି। ଏହି ସଂସାରରେ ଜ୍ଞାନ ସମାନ ପବିତ୍ର କାରକ ବସ୍ତୁ ନିଃସନ୍ଦେହ ଆଉ କିଛି ନାହିଁ। ଦୀର୍ଘ କାଳ ଧରି କର୍ମଯୋଗ ସାଧନା ଦ୍ୱାରା ଶୁଦ୍ଧାନ୍ତଃକରଣ ହୋଇଥିବା ମନୁଷ୍ୟ ଏହି ଜ୍ଞାନ ସ୍ୱତଃ ନିଜ ଆତ୍ମାରେ ପାଇପାରନ୍ତି। ଏହି ସଂସାରରେ ଜ୍ଞାନ ସମାନ ପବିତ୍ର କାରକ ବସ୍ତୁ ନିଃସନ୍ଦେହ ଆଉ କିଛି ନାହିଁ ତ ତାତ୍ପର୍ଯ୍ୟ କ'ଣ? ଏହି ବାକ୍ୟରେ ପ୍ରକାଶ କରାଯାଇଛି ଯେ ଜଗତରେ ଯଜ୍ଞ, ଦାନ, ତପ, ସେବା, ପୂଜା, ବ୍ରତ, ଉପବାସ, ପ୍ରାଣାୟାମ, ସମ, ଦମ, ସଂଯମ ଏବଂ ଜପ, ଧ୍ୟାନ ଆଦି ଯେତେ ସବୁ ସାଧନା ତଥା ଗଙ୍ଗା, ଯମୁନା, ତ୍ରିବେଣୀ ଆଦି ଯେତେ ସବୁ ତୀର୍ଥ ମନୁଷ୍ୟର ପାପ ନାଶ କରି ତାକୁ ପବିତ୍ର କରନ୍ତି, ସେଥିମଧ୍ୟରୁ କେହି ହେଲେ ଏହି ଯଥାର୍ଥ ଜ୍ଞାନର ସମକକ୍ଷ ହୋଇପାରିବ ନାହିଁ। କାରଣ ସେସବୁ ହେଉଛି ଏହି ତତ୍ତ୍ୱ ଜ୍ଞାନର ସାଧନା ଏବଂ ଏହି ଜ୍ଞାନ ହେଉଛି ସେସବୁର ଫଳ। ସେଗୁଡ଼ିକ ଏହି ଜ୍ଞାନର ଉତ୍ପତ୍ତିରେ ସହାୟକ ହୋଇଥିବାରୁ ପବିତ୍ର ବୋଲି ଗଣ୍ୟ ହୁଅନ୍ତି। ଏହି ଜ୍ଞାନ ଦ୍ୱାରା ସାଧକ ପରମାତ୍ମାଙ୍କର ଯଥାର୍ଥ ସ୍ୱରୂପକୁ ଭଲ ଭାବରେ ଜାଣିପାରନ୍ତି। ତାଙ୍କଠାରେ ମିଥ୍ୟା, କପଟ, ଚୋରି, ବ୍ୟଭିଚାର ଆଦି ପାପ, ରାଗ, ଦ୍ୱେଷ, ହର୍ଷ, ଶୋକ, ଅହନ୍ତ, ମମତ୍ୱ ଆଦି ସମସ୍ତ ବିକାର ଏବଂ ଅଜ୍ଞାନ ସର୍ବଥା ଅଭାବ ହୋଇଯିବାରୁ ସେ ପରମ ପବିତ୍ର ହୋଇଯାଆନ୍ତି। ତାଙ୍କର ମନ, ଇନ୍ଦ୍ରିୟ ଏବଂ ଶରୀର ମଧ୍ୟ ଅତ୍ୟନ୍ତ ପବିତ୍ର ହୋଇଯାଏ। ତେଣୁ ସେହି ମହାପୁରୁଷଙ୍କୁ ଶ୍ରଦ୍ଧାର ସହିତ ଦର୍ଶନ, ସ୍ପର୍ଶନ, ବନ୍ଦନ, ଚିନ୍ତନ ଆଦି କରୁଥିବା ତଥା ତାଙ୍କ ସହିତ ବାର୍ତ୍ତାଳାପ କରୁଥିବା ଅନ୍ୟ ମନୁଷ୍ୟମାନେ ମଧ୍ୟ ପବିତ୍ର ହୋଇଯାଆନ୍ତି। ତେଣୁ ସଂସାରରେ ପରମାତ୍ମାଙ୍କ ତତ୍ତ୍ୱ ଜ୍ଞାନ ପରି ପବିତ୍ର ବସ୍ତୁ ଅନ୍ୟ କିଛି ନାହିଁ। ପ୍ରକୃତିର କାର୍ଯ୍ୟରୂପକ ଏହି ଜଗତରେ ଜ୍ଞାନ ପରି ସମକକ୍ଷ ହୋଇ ଆଉ କିଛି ନାହିଁ। ଜ୍ଞାନ ହିଁ ସବୁଠାରୁ ଶ୍ରେଷ୍ଠ ପବିତ୍ରକାରୀ, କିନ୍ତୁ ଏହି ପ୍ରକୃତିଠାରୁ ସର୍ବଥା ଅତୀତ ହୋଇ ସର୍ବବ୍ୟାପୀ, ସର୍ବଶକ୍ତିମାନ, ସର୍ବଲୋକ ମହେଶ୍ୱର, ସର୍ବଗୁଣର ସାଗର, ସଗୁଣ ନିର୍ଗୁଣ, ସାକାର ନିରାକାର ସ୍ୱରୂପ ଯେଉଁ ପରମେଶ୍ୱର ଏହି ପ୍ରକୃତିର ଅଧ୍ୟକ୍ଷ ହୋଇ ରହିଛନ୍ତି, ତାଙ୍କ ସ୍ୱରୂପକୁ ସାକ୍ଷାତ କରାଇ ପାରିବାରେ ହିଁ ଜ୍ଞାନର ପବିତ୍ରତା ନିହିତ ରହିଛି। ସେହି ସର୍ବଜନ ସୁହୃଦ ସର୍ବାଧାର ପରମାତ୍ମା ପରମ ପବିତ୍ର। ଏଠାରେ ଜ୍ଞାନକୁ ତାଙ୍କଠାରୁ ଅଧିକ ପବିତ୍ର ବୋଲି କୁହାଯାଏ ନାହିଁ, କାରଣ ପରମାତ୍ମାଙ୍କ ଭଳି ତ ଆଉ କେହି ନାହିଁ। ସୁତରାଂ ତାଙ୍କଠାରୁ ବଳି ଆଉ କିଏ କିପରି ହୋଇପାରିବ? ତେଣୁ ଅର୍ଜୁନ ଏକଥା ମଧ୍ୟ କହିଛନ୍ତି ଯେ ପରଂ ବ୍ରହ୍ମ ପରଂ ଧାମ ପବିତ୍ରଂ ପରମଂ ଭବାନ, ଅର୍ଥାତ୍ ଆପଣ ପରମ ବ୍ରହ୍ମ, ଆପଣ ପରମ ଧାମ ଏବଂ ପରମ ପବିତ୍ର ଅଟନ୍ତି। ପୁଣି ଭୀଷ୍ମ ମହାଦେବ ମଧ୍ୟ କହିଛନ୍ତି ପବିତ୍ରାଣାଂ ପବିତ୍ରଂ ଯୋ ମଙ୍ଗଳାନାଂ ଚ ମଙ୍ଗଳମ୍, ଅର୍ଥାତ୍ ସେହି ପରମେଶ୍ୱର ପବିତ୍ରକାରୀମାନଙ୍କ ମଧ୍ୟରେ ଅତିଶୟ ପବିତ୍ର ଏବଂ କଲ୍ୟାଣକାରୀଙ୍କ ମଧ୍ୟରେ ବି ପରମ କଲ୍ୟାଣ ସ୍ୱରୂପ ଅଟନ୍ତି।